ଯାହାକୁ ସୀତା ବୋଲି କହୁଛ ଆଜ୍ଞା ସେ ପୂର୍ବ ଜନ୍ମର ନାଁ ହଉଛି ବେଦମତୀ ଶଙ୍ଖଚୂଳ ରାକ୍ଷସ। ଦିଟା ଝିଅ ଭଗବାନଙ୍କୁ ପାଇବା ପାଇଁ ଚେଷ୍ଟା କଲେ। କିଏ କିଏ? ଗୋଟିଏ ହଉଛି ବୃନ୍ଦାବତୀ, ହଁ ଜଳନ୍ଧର ଅସୁରର ସ୍ତ୍ରୀ। ବାଃ ଆଉ ଗୋଟିଏ କିଏ ସେ? ଆପଣ ମାନଙ୍କର ଇନ୍ଦ୍ରଜିତର ଭାର୍ଯ୍ୟା ଆଜ୍ଞା ନା ହଉଛି ପ୍ରମିଳା। ବାଃ ଦିଟା ଦେବକନ୍ୟା ଦିଟା ଦେବଂଶର ପୁଅକୁ ନ ପାଇ ଦିଟା ଅସୁରକୁ ବାହା ହେଲେ। ଆଜ୍ଞା ରାମ ବସିଛନ୍ତି ସୁବଳଗିରି ପର୍ବତ ଉପରେ, ଆଖିରେ ଆଖିଏ ଲୁହ। ବସିଛନ୍ତି ପାଖରେ କିଏ ନା ନହଳ ନୀଳ ଜମ୍ବବାନା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଅଦ୍ଭୁତ ସୁର ମୁନି ସୁର ଜଗାମା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ବାବାରୀ ଘର ରାମ ସରାରୀ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ବାବାହି ପଦ ତୋହାର ତୋହାରୀ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ବର ଶିଶୁ ମୋର ଦୁନ୍ଦୁଭି ବଜାୱାଇ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଶ୍ରୀ ରଘୁନାଥ ବିମଳ ଯଶ ଗାଇ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ବେଦ ମନ୍ତ୍ର ତବ ଦିଜ ମଉଚାରେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ନବସୁର ମୁନି ଜୟ ଜୟତି ପୁକାରେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ମର୍ଯ୍ୟାଦାମୟ ପୁରୁଷ ବସିଛନ୍ତି। ଆଜି ମନଟା ବିଚଳିତ, ମନଟା ଭଲ ଲାଗୁନି। ନା ନଳ ନୀଳ ଜାମ୍ବବାନ ଦଧିମୁଖ ସୁଷେଣ କୀର୍ତ୍ତିମୁଖ ଜାମ୍ବବାନ ସବୁ ବସିଛନ୍ତି। ହଁ କହିଲେ ପ୍ରଭୁ ଆଜ୍ଞା ଆମେ ଆପଣଙ୍କ ମନଟା ଦୁଃଖ ବା କେବେ ଜୀବନରେ ଦେଖିନୁ। ଆଜି ଆପଣଙ୍କ ମନ କାହିଁକି ଏତେ ଅବିଚଳିତ? ନା ମୁଁ ଗୋଟେ ସ୍ୱପ୍ନ ଦେଖିଛି। କଣ ଦେଖିଲେ? କାଲି ରାତିରେ ଗୋଟେ ସ୍ୱପ୍ନ ଦେଖିଲି। କଣ ସ୍ୱପ୍ନ? ନା କି ସ୍ୱପ୍ନ ଦେଖିଲ? କି ସ୍ୱପ୍ନ ଦେଖିଲ? କି ସ୍ୱପ୍ନ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭଞ୍ଜ। କହିଲେ ଧାଡ଼ି, କହିଲେ ବୁଝ ଆହେ ବିଦୁ